ମୋ ନାଁ ବିଷ୍ଣୁ ପ୍ରସାଦ ମୁଦୁଲି। ମୁଁ ହରିଓମ କ୍ଲବର ଜଣେ କର୍ମକର୍ତ୍ତା। ମୋର ଏଇଠି ଏଇ ଯୋଉ ଜଳଛତ୍ର ହଉଛି, ଆମେ ମୂଳରୁ ଏଇ ଜଳଛତ୍ର ଦେଇ ଚାଲିଛୁ। ଏଇ ଜଳଛତ୍ରରେ ଆମର ଦହିପଣା ଯୋଉ ହଉଛି, ତାରେ 7 ପ୍ରକାର ଆଇଟମ ତା ଦେହରେ ବସିଛି। ଗୋଟେ ହଉଛି ଦହି, ପ୍ରଥମେ ଦହି, ତା ଦେହରେ ଆମ୍ବ କଷି ଅଦା, କଞ୍ଚା ଲଙ୍କା, ପୁଦିନା ପତ୍ର, ଏମିତି ହେଇକିରି ଲେମ୍ବୁ, ଲୁଣ, ଏମିତି ହେଇକିରି 5-7 ପ୍ରକାର ଆଇଟମ ତା ଦେହରେ ପଶୁଛି, ଯାହା କୁହନ୍ତି ହର୍ବାଲ ଦହିପଣା। ଏଇଟା ଏ ଯୋଉ ଦହିପଣାଟା ପିଇଦେଲା ମାନେ ତମ ପେଟରେ ଯାହା ଗୋଳିଆ ମିଳିଆ ଥିବ ପୁରା ସଫା। ମାନେ ଏତେ ସୁନ୍ଦର ଭାବରେ ଲୋକ ପିଇ ଯାଉଛନ୍ତି। ବଢିଆ ହେଇଛି, ବିୟୁଟିଫୁଲ। ଏଇଟା ଆଜି ଗୋଟେ ଚାଲିଛି ଆମର, କାଲି ଆଉ ଜଣେ ବିକାଶ ପରିଷଦ, ସେ ଭାରତ ବିକାଶ ପରିଷଦ, ତାଙ୍କର ବି ମଧ୍ୟ ମୁଁ ଆୟୋଜନ କରେ। ସିଏ ବି ସେଇ 8-10 ବର୍ଷ 12 ବର୍ଷ, ଏଇଟା ପାଖାପାଖି 1,500 ଲୋକଙ୍କ ପାଇଁ ହେଇଛି। ଆମ ବେଳେ 100 ମେମ୍ବର ଅଛନ୍ତି, 100 ଉପରେ ଅଛନ୍ତି। ଏବେ 125। ଆମର ଆମର କ୍ଲବର ଉଦ୍ଦେଶ୍ୟ ହଉଛି ଆମେ ସ୍ୱଚ୍ଛ ସେବା କରିବା, ଆମେ ଲୋକଙ୍କ ସେବା କରିବା ଆମର ଉଦ୍ଦେଶ୍ୟ। ସେ ଯେକୌଣସି ସେବା ହଉ, ଡାକ୍ତରଖାନା ହଉ, ରକ୍ତଦାନ ହଉ, ଗଛ ବୃକ୍ଷରୋପଣ ହଉ, ଜଳଦାନ ହଉ, ଆମର ହରିଓମ କ୍ଲବର ଉଦ୍ଦେଶ୍ୟ ମାନେ ସେବା କରିବା, ଅନ୍ନଦାନ, ବିଭିନ୍ନ ପ୍ରକାର ସେବାରେ ଆମ ସ୍ୱଚ୍ଛ ସେବା, ବିଭିନ୍ନ ସେବାରେ ଆମର ହରିଓମ କ୍ଲବ ନିୟୋଜିତ। ମୁଁ ହେଲି ପ୍ରଫେସର ହାରିବନ୍ଧୁ ପଟ୍ଟନାୟକ। ମୁଁ ହଉଛି ହରିଓମ କ୍ଲବର ସଭାପତି। ହଁ, ଆମର ଏଇଟା 2008 ମସିହାରୁ ଆଜି ପର୍ଯ୍ୟନ୍ତ ଏଇ ଜଳଛତ୍ର, ହରିଓମ କ୍ଲବ ତରଫରୁ ଏଇ ଜଳଛତ୍ର କାର୍ଯ୍ୟକ୍ରମ ଚାଲିଛି। ଏବଂ ଏ ବର୍ଷ ମଧ୍ୟ ଆମେ ଆଜି ଦିନ 11ଟା ବେଳୁ ଆମେ ଆରମ୍ଭ କରିଛୁ। ଏବଂ ଏଥିରେ ଯେଉଁମାନେ ଆସୁଛନ୍ତି, ଯେଉଁମାନେ ତୃଷାର୍ଥ, ସେମାନଙ୍କୁ ଆମେ ଏଇ ମିଶ୍ରି ପାଣି ଏବଂ ଦହି ସରବତ ଦେଇ ତାଙ୍କୁ ଆପ୍ୟାୟିତ କରୁଛୁ। ଏବଂ ସେମାନଙ୍କ ମଧ୍ୟରେ ସେଇ ଯେଉଁ ଆସୁଛି ଉଲ୍ଲାସ ଭାବ, ଯେ ଆମେ ତୁଷାରରୁ ମୁକ୍ତି ପାଇଲୁ ଏବଂ ଆମେ ଆନନ୍ଦ ଉପଭୋଗ କରୁଛୁ ଏବଂ ତାଙ୍କ କର୍ତ୍ତବ୍ୟ ସ୍ଥଳକୁ ସେମାନେ ଯାଉଛନ୍ତି। ତେଣୁ ଆମକୁ ସେତିକି ଧନ୍ୟ ଲାଗୁଛି ଯେ ଏଇ ହରିଓମ କ୍ଲବ ଯେଉଁ ଆରମ୍ଭ କରିଥିଲା ସେ ପ୍ରୟାସ, ସେ ଆଜି ମଧ୍ୟ ତାର ଏଇ 16-18 ବର୍ଷ ଭିତରେ ସେ ସବୁବେଳେ ଏଇ କାର୍ଯ୍ୟକ୍ରମ କରିଆସୁଛି ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେଉଛି। ଏବଂ ଆଜିର ଏଇ ଉତ୍ସବରେ ଆମର ବିଷ୍ଣୁ ପ୍ରସାଦ ମୁଦୁଲି ଏଇ ସବୁ କାର୍ଯ୍ୟ ସବୁ ବର୍ଷ ହିଁ କରିଆସୁଛନ୍ତି। ସେ ସବୁବେଳେ ଏହାର ଦାୟିତ୍ୱ ନିଅନ୍ତି ଏବଂ ସିଏ ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏ ସବୁର ସେ ହେଲେ ପ୍ରାୟୋଜକ। ତେଣୁ ଆମେ ହେଲୁ ପ୍ରକୃତରେ ଯେ କିଭଳି ସେ କାର୍ଯ୍ୟଟି ସୁରୁଖୁରୁରେ ହବ। ତେଣୁ ଆମେ ଦେଖୁଛୁ ପ୍ରାୟ ବର୍ତ୍ତମାନ ସୁଦ୍ଧା 500 ଲୋକ ସେମାନେ ତାଙ୍କର ସରବତ ପିଇକିରି ଗଲେଣି ଏବଂ ସେମାନେ କହୁଛନ୍ତି ଯେ ଏଇଭଳି ଯଦି ସବୁବେଳେ ଚାଲେ ତାହେଲେ ଏଇ ଖରା ଦିନରେ ପ୍ରକୃତରେ ଆମର ଜୀବନ ନିଶ୍ଚିତ ଭାବରେ ଉପଭୋଗ୍ୟ ହବ। ଏବଂ ମୁଁ ଆଉ ଥରେ କହୁଛି ଯେ ଏଇ ହରିଓମ କ୍ଲବ ତାର ଉଦ୍ଦେଶ୍ୟ ହେଲା ଯେ ହରି ହରତେ ପାପଂ। ତେଣୁ ଆମର ଏଇ ଉଦ୍ଦେଶ୍ୟ ହେଲା ସମସ୍ତେ ଭଲରେ ରୁହନ୍ତୁ, ଭାଇଚାରା ରହୁ ଏବଂ ସମସ୍ତେ ସୁଖରେ ରୁହନ୍ତୁ, ଜଳ ସମ୍ପଦ ପ୍ରତି ସମସ୍ତେ ସଜାଗ ରୁହନ୍ତୁ ଏବଂ ଜଳକୁ ପ୍ରକୃତ ଭାବରେ ବିନିଯୋଗ କରନ୍ତୁ। ରୂପେ ସମ୍ପନ୍ନ କରୁଅଛି। ଗରିବ ଲୋକଙ୍କୁ କମ୍ବଳ ବଣ୍ଟନଠୁ ଆରମ୍ଭ କରି ତାଙ୍କୁ ରକ୍ତଦାନ ଶିବିର, ତାଙ୍କର ସ୍ୱାସ୍ଥ୍ୟ ଶିବିର, ତାଙ୍କୁ ଗରିବ ଲୋକଙ୍କୁ ଅନ୍ନଦାନ, ସବୁ ପ୍ରକାର ଆମର ଲୋକହିତକର କାମ ବର୍ଷ ସାରା ଆମେ କରିଆସୁଛୁ। ଆମର ଏଇ ବର୍ଷ ମଧ୍ୟ ସବୁ ପ୍ରକାରର ଲୋକହିତକର କାମ କରିଛୁ। ଆଉ ଏଇଟା ଆମର ଅଶୋକାଷ୍ଟମୀ ଯେଉଁ ପଣାଟି ଆମର କୁନାବାବୁ କରୁଛନ୍ତି, ସୁଚାରୁ ରୂପେ ବର୍ଷ ବର୍ଷ ଧରି ସେ କରିଆସୁଛନ୍ତି। ଆଉ ଏଇ ବର୍ଷ ମଧ୍ୟ ଆମର ଏଇ ଯେଉଁ ଜଳଦାନ ଶିବିରଟି ଅତି ଉତ୍ସାହପୂର୍ଣ୍ଣ ଭାବେ 9ଟାରୁ ଆରମ୍ଭ କରାଯାଇ ବର୍ତ୍ତମାନ ଯାଏଁ ଚାଲୁ ରଖାଯାଇଛି। ଆଶା କରୁଛୁ ଯେତେ ବି ଜନସାଧାରଣ ଏଠିକି ଆସିବେ କେହି ନିରାଶ ହେଇ ନ ଫେରନ୍ତୁ। ଜଳଦାନ ମହାପୂର୍ଣ୍ଣ ଆଜି କେତେ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ? ଆଜି ଆମର ଉଦ୍ଦେଶ୍ୟ ସେମିତି କେତେ ଲୋକ ନୁହଁ, ଆମେ ଆଣିଛୁ ଯେତେବେଳେ ଯାଏ ଲୋକ ଆସୁଥିବେ ଆଉ ତାଙ୍କୁ ଦିଆଯିବ। ସେମିତି କିଛି ଟାର୍ଗେଟ ନାହିଁ ଯେ ଏତିକି ଆମେ କରିବୁ। ଆମର କୌଣସି ସାହାଯ୍ୟ ସହଯୋଗ ସରକାରଠୁ ପାଉନାହୁଁ। କେବଳ ଆମର ମେମ୍ବର ମାନେ ଯାହା କଣ୍ଟ୍ରିବ୍ୟୁସନ କରୁଛନ୍ତି ସେଇଥିରୁ ହିଁ ଆମେ ସମସ୍ତେ ଇଭେନ୍ ଜଣେ ଜଣେ ଲୋକଙ୍କର ଦୁଃସାଧ୍ୟ ରୋଗ ରହିଛି, ତାଙ୍କୁ ମଧ୍ୟ 1,00,000, 1.5 ଲକ୍ଷ, 2 ଲକ୍ଷ ଯେତେ ବି ମେମ୍ବର ମାନେ ସାହାଯ୍ୟ କରୁଛନ୍ତି ତାଙ୍କୁ ସେଠୁ ସେମାନେ ଉଦ୍ଧାର କରିବା ପାଇଁ। ତେଣୁ